यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज छुआ आलोचना करिबा भारत मंडले युद्ध। आम आगुरी गोटे आलोचना करते हेब भारत समर देश देश मध्य अति प्रबल सेठी होची भारत समर बोल सेठी से शब्दर अर्थ आसीबो कौन ना धर्म युद्ध बुझी होची ना महापुरुष कहते कलिर जो अंतिम समय आसो संसार धर्म युद्ध हम बर्तमान धर्म युद्ध अलरेडी चली हिंदू ख्रीस्टियान एक भूल कहलु मुस्लिम ख्रीस्टियान युद्ध आरंभ हो गला किंतु अनेक आमरी पिला भितर मन दुख बही कहीं से आज गोटे स्पेशल वीडियो करिया कौन भारत मंडल युद्ध माने भारत भितर केवे युद्ध हम भारत समर कथा कहूँ भारत मंडल माने भारत भितर केवे युद्ध हम एक कथा रुक्मिणी गीता रे महापुरुष अच्युत खोलिकी बुझेगा कौ शास्त्र रुक्मिणी गीता भारत समर कथा अलगा ये भारत मंडल युद्ध कथा लिखिं कौन कहते ना मीन शनि मेल को होइब जेते बेले से बेले समर हेब भारत मंडल भारत युद्ध कथा कहते कौन कुंभ राशि जिते थिबे किए से कही शनिश्चर से समय कौन भारत समर माने धर्म युद्ध से ऑलरेडी आरंभ हो गला किंतु भारत मंडल बोलते भारत भूखंड युद्ध से कहते मीन शनि मेलक होइब जेते जो समय मीन राशि की शनिश्चर कौन करते गमन बा शनि मीन राशि रे उपस्थित थिबे से समय कौन हम से समर हेब भारत मंडल हे राम राम भारत भूखंड से समय कौन हम युद्ध लगे वो युद्ध ना जो ओडिया महाभारत युद्ध बाकी अच्छे से ओडिकटा कौन हम भारत भूखंड हम ता देहरु किछि मध्य ओडिशा रे प्रकोप देखा से जायफुल मालिक लिखिं ओडिशार युद्ध स्थान चौद्वार कटक जान जायफुल लिखिं से जो भारत समर किछि मध्य ओडिशा पर तार रिजल्ट पड़ो कटक रु चौद्वार भितर हम गोहिरा टिकेरे हम खोरदार हम कोणार्क हम एमती महापुरुष अनेक जगह को कौन कर प्रमाण दे भारत सहित जो युद्ध हम विदेश राष्ट्र और भारत युद्ध हम मीन राशि शनि थे रुक्मिणी गीता महापुरुष अच्युतानंद दास आमको चेतना आ गोटे कथा कह मन रखी आगुरी गोटे एपिसोड करते महापुरुष कहते सत्य घटना घटव सत्य किंतु पंचकटक ध्वनि न पड़ा पर्यंत समर हो पार
ସେଟା ପ୍ରଭୁଙ୍କ ଉପରେ ନ୍ୟସ୍ତ କରି କରାଉଥାଏ ସେଇ ତା ବିନୁ ଆନ ଗତି ନାହିଁ। ଯାବତ ପଞ୍ଚକଟକରେ ଧରି ନ ପଡ଼ିବ, ଯଦି ହେଇପାରେ ନ ହେଇପାରେ ସେ କଥା ଆମେ କହିପାରିବୁ ନାହିଁ। କିନ୍ତୁ ମହାପୁରୁଷ ଯେତେବେଳେ ଲେଖିଛନ୍ତି ମୀନ ଶନି ମେଳ ଯେତେବେଳେ ହେବେ, ମୀନ ରାଶିକି ଶନି ସଞ୍ଚାର ହେବେ, ଯୁଦ୍ଧ ହବ, ତାହେଲେ କଥା ମିଥ୍ୟା ନୁହଁ। କାରଣ ଅଚ୍ୟୁତ ମାନେ ଅନ୍ୟଥା ନୁହଁ। ସୀତା ଠାକୁରାଣୀ ଅସତୀ ହୋଇବେ, ପର୍ବତ ଫୁଟିବ କହି, ଅଚ୍ୟୁତି ବଚନ ଅନ୍ୟଥା ନୁହିବ, ପଥରର ଗାର। ତାହେଲେ ନିଶ୍ଚିନ୍ତ ଭାବରେ ନିଜେ ମହାପ୍ରଭୁ ପଞ୍ଚକଟକରେ ଧ୍ୱନି ସ୍ଥାପନ ସେତେବେଳକୁ କରିଥିବେ। ଯଦି କରିଥିବେ ଏ ଘଟଣା ନିଶ୍ଚିନ୍ତ ଘଟିବ। ସେଇଠି ଯେତେବେଳେ ଧ୍ୱନି ପଡ଼ିବ, ଚେତୁଆ ଭକ୍ତ ମାନେ ଅନେକ ନିତ୍ୟ ଭକ୍ତ ଅଛନ୍ତି, ପ୍ରଭୁଙ୍କ ସହିତ ସେଇଠି କ'ଣ ହବ? ଭେଟ ହବ। ଏବଂ ଗୁରୁ ରୂପରେ ପ୍ରଭୁ ଆସିଥିବେ ନା, ସେଠି କ'ଣ ହେବେ? ପରସ୍ପର ଚିହ୍ନା ପରିଚୟ। ଆଉ ଗୋଟେ ଗୁରୁ ମନେ ରଖିଥାଅ, ଗୁରୁ ସିଦ୍ଧି ଜିନିଷ। ଗୁରୁ ତ ଅନେକ ଅଛନ୍ତି, ପିତା ଗୁରୁ, ମାତା ଗୁରୁ, ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ, କର୍ଣ୍ଣ ଗୁରୁ, ତତ୍ତ୍ୱ ଗୁରୁ, ଏମିତି ଅଛନ୍ତି। ଚାରି ବେଦ ସିଏ ମଧ୍ୟ ଆମର ଗୋଟେ ଗୁରୁ। କାରଣ ଆମକୁ ବେଦକୁ ନେଇକି ଆମେ ଚଳୁଛେ, ବେଦକୁ ନେଇକି ଆମେ ଚଳିବ ସଂସାରରେ ଛାଡ଼ିକି ଚଳି ହବ ନାହିଁ। ବେଦରେ ଆମର କର୍ମ, ଆଚାର, ବିଚାର, ଚାଲି ଚଳନ, ବ୍ୟବହାର, ସଂସ୍କାର, ପାପ, ପୁଣ୍ୟ ଏସବୁ ବେଦରେ ରହି, ବେଦ ନୀତି ନିୟମ ହିସାବରେ ରହିଲା। କିନ୍ତୁ ଗୁରୁଙ୍କ ହସ୍ତରେ ମୁକ୍ତିର ବାଟଟା ଅଛି। ଏଟା ଭଲ କଥା ମନେ। ସେଥିପାଇଁ ମୁକ୍ତି, ଜୀବାତ୍ମାର ମୁକ୍ତି ପାଇଁକି ଗୁରୁ କରିବାକୁ ପଡ଼ିଥାଏ। ଏସବୁ ସଂସାର ପାଇଁକି ଏସବୁ କର୍ମକାଣ୍ଡ ରହିଗଲା, କିନ୍ତୁ ମୁକ୍ତିର ବାଟଟା ରହିଲା କାହା ହାତରେ? ଗୁରୁଙ୍କ ହାତରେ। ସେଥିପାଇଁ କହନ୍ତିନି ଗୁରୁ ନ କରି ଅର୍ଜୁନ କାହିଁ ପାଇବ ଦିବ୍ୟ ଜ୍ଞାନ। ସେ ଦିବ୍ୟ ଜ୍ଞାନ ପ୍ରାପ୍ତି ହେବା ପାଇଁ ମନୁଷ୍ୟ ଯେକୌଣସି ଯାହା ହଉ ଗୁରୁ କରିବାକୁ ବିଧା। ସେ ଗୁରୁ ଫେର କେମିତି? ଆମର ଧାରପୁର ଖସାଡ଼ି ମଠ ଅନ୍ତଦାସ ପ୍ରମାଣ ଦିଅନ୍ତି, ଚାରି ବେଦ ପରେ ସିନା ଗୁରୁ କହିବେ, ଦେହେ ହସ୍ତ ମାରିଣ ଚିହ୍ନାଇବେ। ଯେ ତତ୍ତ୍ୱ ଗୁରୁ ହେଇଥିବ ସେ ଭକ୍ତ କ'ଣ କରିବେ? ଶିଷ୍ୟକୁ ହାତ ମାରି ଚିହ୍ନି ଦେବେ କୋଉଠି କୋଉ ଜିନିଷ। ଗୁରୁ କରିବା ଆଗରୁ କେତେ ଗୁଡ଼ିଏ ନୀତି ନିୟମ ମାନିବାକୁ ଚଳିବ। ଯଶୋବନ୍ତ ଦାସଙ୍କ ଭାଷାରେ ଯଦି ପାଇବୁ ଭେଟ, ମାୟାକୁ ବେଗେ କାଟ, ଗୁରୁ ସେବିଣ ଭଜ ଶ୍ରୀହରି, ବଡ଼ ମାୟା ବିଯିବ। ମାୟାକୁ କାଟି ଗୁରୁକୁ ପାବନ କଲେ ନିଶ୍ଚିନ୍ତ ଗୁରୁ କ'ଣ କରିବେ? ବାଟ। ମାୟା ବୋଲି ତ ପିଲା ଛୁଆ ମାୟା ନୁହଁ, ସଂସାର ମାୟା ନୁହଁ। ଜଗତଟା ତ ସଂସାର ଆମର। ସେଥିପାଇଁ କୁହନ୍ତି ମାୟାକୁ କାଟିବୁ, ମାୟାକୁ ସେବିବୁ, ମାୟା କୃପା ହେଲେ ପାଇ, ଛାଡ଼ିଦେଲେ ବାଟ, ପାଇଯିବୁ ଭେଟ, ତିଳେ ମାତ୍ୟ ବୃଥା ନୁହନ୍ତି। କୋଉ ମାୟାକୁ କାଟିବୁ? ସେଥିପାଇଁ ଆମର ଗୋଟେ ସଂସାରରେ ଗୋଟେ ମତ ଅଛି, ସଂସାର କର ହେଲେ କଂସାରୀ ହୁଅ ନା। ଜଗତଟାକୁ ଭାବ ନିଜ ସଂସାର, କେବଳ ଜଣେ ଦି ଜଣକୁ ନେଇକି ନିଜ ସଂସାର ବୋଲି ଭାବ ନା। ଶ୍ରୀମଦ୍ ଭାଗବତ ପ୍ରମାଣ ଦିଏ, ତୁ ଯେବେ ଏକ ଭାବେ ଭାବୁ ଭୋଗ ସଂସାରରୁ ତରିଯିବୁ। ନିଜ ସଂସାର ଯେମିତି ଜଗତକୁ ସେମିତି ଭାବ, ନିଶ୍ଚିନ୍ତ ଭୋଗ ସଂସାର ତ କ'ଣ ହେଇଯିବ? ତରି। ଯାହା ହେଉ ଆମର ଆଜିର ଆଲୋଚନା ଥିଲା ଭାରତ ମଣ୍ଡଳେ ଯୁଦ୍ଧ। এটা କେବେ ହବ? ମୀନ ରାଶିକି ଯେତେବେଳେ ଶନି ସଂସାର ହେବେ, ମୀନ ରାଶିରେ ଶନି ଥିବେ, ସେଇ ସମୟରେ ଭାରତ ଭୂଖଣ୍ଡରେ ଯୁଦ୍ଧ ହେବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ
ପୁଣି ଗୀତାରେ ଆମମାନଙ୍କୁ ଚେତନା ଦେଇଛନ୍ତି। ତରିବାକୁ ହେଲେ କେବଳ ଗୁରୁ କୃପା ହିଁ କେବଳମ୍। ଜୟ ଜଗନ୍ନାଥ। ସେ ଗୁରୁଦେବଙ୍କ ପଦରେ କୋଟି କୋଟି ଶରଣ। ସର୍ବେ ଭବନ୍ତୁ ସୁଖିନଂ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭୟ। ହରି ଓಂ ଶାନ୍ତି, ହରି ଓಂ ଶାନ୍ତି, ହରି ଓಂ ଶାନ୍ତି।